ଚିତ୍ତବଧ ପ୍ରଥମ ଅଧ୍ୟାୟ ଦ୍ୱିତୀୟ ଭାଗ। ରାମକୃଷ୍ଣଙ୍କୁ ଆଣିବା ନିମନ୍ତେ ଅର୍କୁରର ଗପପୁରକୁ ଗମନ। କି କରିବି ନିଶ୍ଚେ ମୋର ହଇଲା ମରଣ, ବିଶ୍ୱାସେ ଅର୍କୁର ରାଇ ବଲଇ ବଚନ। ହେ ମନ୍ତ୍ରୀ ଅର୍କୁର ତୁହି ଗପପୁରେ ଯିବୁ, ଗପ ନୃପନନ୍ଦ ପାଶେ ମୋର ଲେଖା ଦେବୁ। ରାମକୃଷ୍ଣ ବେନି ଭାଇ ଆସିବେ ଯେମନ୍ତେ, ତେମନ୍ତ ଉପାୟ କରି ଘେନି ଆସ ଏଥେ। ଉପାୟ କରିଣ ବହୁ ପ୍ରକାର ଏଠାରେ, ଦୁହି ଭାଇଙ୍କୁ ମାରିବି କୀଟ ପରକାରେ। ତାହାଙ୍କୁ ଯଦ୍ୟପି ମୁହିଁ ମାରି ନ ପାରିବି, କେମନ୍ତେ ରାଜାଧିରାଜ ମୁହିଁ ବୋଲାଇବି। ସେ ଦୁଇ ବାଳକ ମୋର ହୃଦେ ହେଲେ ସର, ଯାଅ ବେଗେ ଅର୍କୁର ହେ ଆଣ ନନ୍ଦବାଳ। ଏତେ ବୋଲି ନିଜ ହସ୍ତେ ଚିଟାଉ ଲେଖିଲା, ମୁଦି କରି ମନ୍ତ୍ରୀ କରେ ତତକାଳେ ଦେଲା। ଦିବ୍ୟ ରଥ ଏକ ସଜ କରାଇ ଆଣିଲା, ସୁଖେ ଯାଅ ବୋଲି ରଥେ ନେଇ ବସାଇଲା। କଂସର ଚିଟାଉ ଘେନି ଅର୍କୁର ହସ୍ତରେ, ରଥରେ ବସିଲା ଯାଇ ମହା ଆନନ୍ଦରେ। ରାଜା ଆଜ୍ଞା ମାନି ମନ୍ତ୍ରୀ ରାଜଦାଣ୍ଡେ ଚଳି, ଦେଖି ପୁର ନର ନାରୀ ମାନେ ମନେ ଭାଳି। ବୋଲନ୍ତି ଦେଖ ଅର୍କୁର ଯାଏ ଗପପୁର, ଆଣିବ ରାମକୃଷ୍ଣଙ୍କୁ ପେଶେ କଂସାସୁର। ସତେ ସେ ବେନି ଭାଇଙ୍କି ନୟନେ ଦେଖିବା, ଆମ୍ଭର ପାପ ଜୀବନ ସଫଳ କରିବା। ଧୀରେ ଧୀରେ ରଥ ବାହି ଚଲାଇ ଅର୍କୁର, ମନେ ବିଚାରଇ ଆଜ ଯିବି ଗପପୁର। ଧନ୍ୟ ମୋର ପିତା ମାତା ଧନ୍ୟ ମୋ ଜୀବନ, ଅଶେଷ ଜନ୍ମର ପାପ କରିବି ଦହନ। ବ୍ରହ୍ମା ଚନ୍ଦ୍ର ରୁଦ୍ର ଇନ୍ଦ୍ର କୁବେର ବରୁଣ, ଅନୁକ୍ଷଣେ ଧାଉଁଚନ୍ତି ଯାହାଙ୍କ ଚରଣ। ସେହି ପାଦ ରଜ ଆଜ ଅଙ୍ଗେ ହେବି ବଳି, ବିଚାରି ଅର୍କୁର ଏହା ବୃନ୍ଦାବନେ ଚଳି। ଦେଖିଲେ ସେ ବୃନ୍ଦାବନ ଅତି ମନୋହର, ଗୋବର୍ଦ୍ଧନ ଗିରିବର ଦିଶଇ ସୁନ୍ଦର। ବହଇ ବସନ୍ତ ସଦା ତହିଁ ଘନ ଘନ, ରାତ୍ର ଦିବା ଦୁହିଁ ତହିଁ ନ ହୁଏ ବାରଣ। ଯେଉଁ ବନେ ନିଶାଚର ସର୍ବଦା ଉଦୟ, ଯେଉଁ ବୃନ୍ଦାବନେ ନାହିଁ ହିଂସ ଜନ୍ତୁ ଭୟ। ଯେଉଁ ବନ ସୀମା ଛୁଏଁ ନାହିଁ ବୈଶାନର, ଯହିଁ କାଳ ଜାଣି ବୃଷ୍ଟି କରେ ପୁରନ୍ଦର। ଯେଉଁ ବୃନ୍ଦାବନ ରଜ ଘେନିଲେ ମୁଣ୍ଡରେ, ନ ପଡ଼ଇ ପ୍ରାଣୀ କେବେ ସମନ ଦଣ୍ଡରେ। ଅମର ଔଷଧ ଯେଉଁ ବନେ ଅଛି ରହି, ଯେଉଁ ବନ ଥିଲେ ଭୋକ ଶୋକ ବାଧେ ନାହିଁ। କ୍ଷୁଧା ତୃଷ୍ଣା ନ ଲାଗଇ ଯେ ବନେ ପଶିଲେ, କରନ୍ତି ଅମରେ ଲୋଭ ଯାହାକୁ ଦେଖିଲେ। ନିତ୍ୟ ରାସସ୍ଥଳୀ ଯେହୁ ବ୍ରହ୍ମାଣ୍ଡ ନାଥର, ବଲ୍ଲଭ ଯୁବତୀ ତହିଁ କରନ୍ତି ବିହାର। ଯହିଁ ରାଧା ନାମ ବହି ଲକ୍ଷ୍ମୀ କରେ ବାସ, ଅଚ୍ୟୁତ ଦାସର ମନ ତହିଁ କରୁ ବାସ। ସେହି ବନେ ଅର୍କୁର ଯେ
ପ୍ରବେଶ ହୋଇଲା। ରାମକୃଷ୍ଣ ଗୋପାଳଙ୍କୁ ଦୂରୁ ଅନାଇଲା। ଦେଖିଲା ଗୋପାଳ ମାନେ ନାନା ରଙ୍ଗେ ଖେଳି, ସିଙ୍ଗା ବେଣୁ ବଜାଇଣ ଚରାନ୍ତି ବାଛୁରୀ। ଗୀତ ଗାଉଅଛି କେହୁ ବୋଲି ହରି ହରି, କେହୁ ବାଡ଼ି ବୁଲାଇକେ ଯାଇ ଚିରା ମାରି। ଆସୁଛନ୍ତି ତାହାଙ୍କର ସଙ୍ଗେ କାମପାଳ, କାଦମ୍ବରୀ ପାନେ ସଦା ହୋଇ ମତି ଭୋଳ। ଅଛନ୍ତି ମାଧବୀଲତା ତଳେ ବନମାଳୀ, ସଙ୍ଗତରେ ନାହିଁ କେହି ବଜାନ୍ତି ମୁରଲି। କଦମ୍ବ ମୂଳେ କିଶୋରୀ କୃଷ୍ଣ ବେଶ ହୋଇ, ତ୍ରିଭଙ୍ଗୀ ଛନ୍ଦରେ ଉଭା ମୁରଲି ବଜାଇ। ରାଇର ମୋହନ ରୂପ ଦେଖି ସେ ଅର୍କୁର, ମୂର୍ଚ୍ଛିତ ହୋଇଣ ପଡ଼େ ରଥର ଉପର। କାଳିନ୍ଦୀ ସଞ୍ଚାରୀ ମନ୍ଦ ସମରେ ପରଶେ, କିଛି କ୍ଷଣ ଚେତା ଲଭି ରଥ ପରେ ବସେ। କିଶୋରୀ ମୋହନ ରୂପ ତ୍ରିଭୁବନ ମୋହେ, ପଲକ ଶୂନ୍ୟ ନୟନେ ତେଣୁ ରଥ ଚାହେଁ। ମାଧବୀଲତାର ତଳେ କୃଷ୍ଣଙ୍କୁ ନିରେଖି, ରାଧାର ମୋହିନୀ ରୂପ ନିପ ମୂଳେ ଦେଖି। ଅର୍କୁର ମନେ ବିଚାରେ କି ବୁଦ୍ଧି କରିବି, ୟାଙ୍କ ମଧ୍ୟେ କିଏ କୃଷ୍ଣ କେମନ୍ତେ ଚିହ୍ନିବି। ଅଛନ୍ତି କଦମ୍ବ ମୂଳେ କୃଷ୍ଣ ବିଜେ କରି, ପୁଣି ଲତା ତଳେ ସେହୁ ବଜାନ୍ତି ମୁରଲି। ଏମନ୍ତ ବିଚାରି ଦେଲା ଗୋଷ୍ଠକୁ ଅନାଇ, ଦେଖିଲା ଗୋପାଳ ଛନ୍ତି କୃଷ୍ଣ ରୂପ ବହି। ଧବଳ ମୂରତି ରାମ ସୁନ୍ଦର ଦିଶନ୍ତି, ଗୋପସୂତ ମେଳେ ଧେନୁ ଚରାଉଅଛନ୍ତି। ଧୂଳିରେ ଧୂସର ଅଙ୍ଗ ଦିଶେ ସପ୍ତପେଣୀ, ଚରାନ୍ତି ଗୋପାଳ ବୃନ୍ଦ ସଙ୍ଗେ ବର୍ଷା ଘେନି। ଏମନ୍ତ ଦେଖି ଅର୍କୁର ହୋଇଲା ଚକିତ, ମନେ ବିଚାରଇ ଏତ ବଡ଼ ଅଦ୍ଭୁତ। ମାଧବୀର ତଳେ କୃଷ୍ଣ ନିପ ମୂଳେ କୃଷ୍ଣ, ପୁଣି ଦେଖିଅଛି ଧେନୁ ଚରାନ୍ତି ଶ୍ରୀକୃଷ୍ଣ। କେବଳ ଦେଖିଛି ଯାର ମୂରତି ଧବଳ, ଶିରେ ସପ୍ତ ଫେଣି ସାଜେ ଶ୍ରୀ ବୁଝେ ମୁଷଳ। ସେହି ସିନା କାମପାଳ ରୋହିଣୀ ନନ୍ଦନ, ଆଉ ସେ ଅଛନ୍ତି ଯେତେ ସକଳେ ସମାନ। ସର୍ଭେ ଚତୁର୍ଭୁଜଧାରୀ ଘନ ନୀଳକାନ୍ତି, ତେଜମୟ ଦିଶନ୍ତି ସେ ସବୁରି ମୂରତି। କାହାକୁ ଚିହ୍ନିବି ଏବେ କୃଷ୍ଣ ବୋଲି କରି, ମାତ୍ରକ ଶୁଣିଛି କୃଷ୍ଣ ସଦା ବଂଶୀଧାରୀ। ତେବେ ଦୁଇ ଜଣ ଏଥେ ଛନ୍ତି ବଂଶୀଧର, ଜଣେ ନିପ ମୂଳେ ଜଣେ ମାଧବୀର ତଳ। କଦମ୍ବ ମୂଳରେ ଯେଉ କରେ ବଂଶୀ ସ୍ୱନ, ତାପରି ସୁନ୍ଦର ଦେଖି ନଥିଲା ନୟନ। ତପତ କାଞ୍ଚନ ଜିଣି ଗୌର ରୂପ ଧାରୀ, ଶୁଣିଛି ଶ୍ରୀକୃଷ୍ଣ କାନ୍ତି ନୀଳ ଘନ ପରି। ମାଧବୀଲତାର ତଳେ ଯେଉ ଅଛି ରହି, ଚିକଣିଆ କାଳିଆ ରୂପ ତାହାର ଅଟଇ। କୋଟି ଚନ୍ଦ୍ର ଜିଣି ମୁଖ ଦିଶଇ ସୁନ୍ଦର, ଆଜାନୁଲମ୍ବିତ ବାହୁ କିବା ମନୋହର। କି ବିଶାଳ ବକ୍ଷସ୍ଥଳ ରତ୍ନମାଳେ ପୂରି, କି ପୁଛ ବାଙ୍କ ଚୂଳ ଦିଶେ କି ମାଧୁରୀ। ରାଧା ରାଧା ବୋଲି ସେ ଯେ
करे बंशी स्वन उछुले ଯମୁନା ନଈ କମ୍ପେ ବୃନ୍ଦାବନ କେମନ୍ତେ ଚିହ୍ନିବି କୃଷ୍ଣ ଗୋପବାଳ କେହୁ ଏମନ୍ତ ଭାବି ଚିତରେ ଚିନ୍ତେ ମହାବାହୁ ବହିଲେ ଆରତ ତ୍ରାଣ ଆରତ ନାଶନ ଏ ପଦ୍ମଲୋଚନ ପ୍ରଭୁ ପତିତ ପାବନ हे लक्ष्मी नायक देव ଯଶୋଦାନନ୍ଦନ କାଳିୟ ଗଞ୍ଜନ ପ୍ରଭୁ ଜାମଳା ଭଞ୍ଜନ କରୁଣା ସାଗର ବୋଲି ଘଷଇ ସଂସାର ମାୟାଧର ନାମ ପୁଣି ଜଗତେ ପ୍ରଚାର ଦୈତାରୀ ମାଧବ ବିଷ୍ଣୁ କେଶବ ଅନନ୍ତ ଭକ୍ତ ବତ୍ସଳ ଗୋବିନ୍ଦ ଗୋପୀ ପ୍ରାଣନାଥ ମୁକୁନ୍ଦ ମାଧବ ମଧୁ ସୁଦନ ମୁରାରୀ ଶ୍ରୀକର ଶ୍ରୀଧର ସୀତା କାନ୍ତ ରାବଣାରୀ ବନମାଳୀ ସୁଦର୍ଶନ ଶ୍ରୀପତି ମୋହନ ବିମ୍ବାଧର ବୈକୁଣ୍ଠ ବକା ବିମର୍ଦ୍ଦନ ପରମାନନ୍ଦ ହେ ପଦ୍ମନାଭ ଚକ୍ରଧାରୀ ଶ୍ରୀକୃଷ୍ଣ ବାଳ ମୁକୁନ୍ଦ ବରଜ ବିହାରୀ କଳା କାହ୍ନୁ କାମଦେବ ପୁଣି ସତ୍ୟବାଦୀ ଶ୍ରୀରାମ ରାଘବ ରଘୁ ରାଣ ଅଗଛେଦୀ ବାମନ ପରଶୁରାମ ରାଜୀବ ଲୋଚନ ଶ୍ୟାମ ସୁନ୍ଦର ଗରୁଡ଼ ଧ୍ୱଜ ଜନାର୍ଦ୍ଦନ ଖରରିପ ଦାଶରଥୀ କୌଶଲ୍ୟାନନ୍ଦନ ଯଦୁ କୌରବ ଇନ୍ଦ୍ର ଦେବକୀ ନନ୍ଦନ କରୁଣାକର କେଶବ କୌମୋଦକୀ ଧାରୀ ଦୈତ୍ୟରିପୁ ଗୋପୀନାଥ ଗୋକୁଳ ବିହାରୀ ଘନଶ୍ୟାମ ନୀଳକାନ୍ତି ନୟନାଭିରାମ ମୁହିଁକି ବନିବି ତବ ରୂପ ଗୁଣ ଧାମ ଅଜ୍ଞାନୀ ଅଧମ ମୂଢ଼ ଅଟେ ସିନା ମୁହିଁ ଜାଣିକି ପାରିବି ତବ ମାୟା ଭାବଗ୍ରାହୀ ଏହି ରୂପେ ମନ୍ତ୍ରୀବର ସ୍ତୁତି ଆରମ୍ଭିଲା ଏକଲୟ ହୋଇ କୃଷ୍ଣ ପାଦେ ଧ୍ୟାନ କଲା ରୁଦ୍ଧ ହେଲା କଣ୍ଠ ପ୍ରେମେ ହୋଇ ଗଦ ଗଦ ନୟନୋଲତକ ଗଡ଼ି ତିନ୍ତି ଯାଏ ପାଦ ପ୍ରେମ ପୁଲକିତ ତନୁ ଭାବାବେଶ ତାର କମ୍ପୁଛି ସର୍ବାଙ୍ଗ ତାର ହୋଇ ଥର ହର କର ଯୋଡ଼ି ବୋଲେ ତ୍ରାହି କର ଜନାର୍ଦ୍ଦନ ତୁମ୍ଭ ପାଦ ପଦ୍ମେ ମୁହିଁ ଗଲିଟି ଶରଣ ଏମନ୍ତ କହି ଅର୍କୁର ହତ ଜ୍ଞାନ ହେଲା ପୁଣି ଚେତା ପାଇ ସେହି ତାଙ୍କୁ ଯେ ବୋଇଲା ଅନନ୍ତ କୋଟି ବ୍ରହ୍ମାଣ୍ଡ ତୋର ଗର୍ଭେ ଲୀନ ତୋ ପାଦ ଚିନ୍ତତି ଯୋଗୀ ଯୋଗୀ ହୋଇ ମଗ୍ନ ବ୍ରହ୍ମା ରୁଦ୍ର ଇନ୍ଦ୍ର ଚନ୍ଦ୍ର ତୋର ସ୍ମୃତି ଭଣେ ତୋର ନଖ କଣେ ବାସ କରେ ମନ୍ଦାକିନୀ ତୋହର ମାୟାକୁ ଦେବେ ନ ପାରନ୍ତି ଜାଣି ମୁହୁଁ କାହୁଁ ଜାଣିବି ଅଟେ ପାଷାଣ୍ଡ ଅଜ୍ଞାନୀ ତୋ କୋଳେ କମଳା ଥାଇ ନ ଜାଣେ ତୋ ମାୟା ଆହେ ପ୍ରଭୁ ଚକ୍ରଧର କର ମତେ ଦୟା ଜନ୍ମ ଜନ୍ମେ ତୋର ପାଦେ ଅଟଇ ମୁଁ ଦାସ ଯେବେ ହେଲି ଅପରାଧୀ କମଳା ବିଳାସ ଯାହାଙ୍କୁ କରୁଣା ତୁହି କରୁ ଭାବଗ୍ରାହୀ ସେହି ତୋର ପାଦ ପଦ୍ମେ ବିଲୀନ ହୁଅଇ ଯାହାକୁ ତୁ କ୍ରୋଧ ବହି କରୁ ଶିରଛେଦ ବୈକୁଣ୍ଠେ ବସାଇ ତାକୁ
ଦେଉ ବ୍ରହ୍ମପଦ। ପରାପରତଃ ଠାରେ ଭିନ୍ନା ଭିନ୍ନ ନାହିଁ, ଏଣୁ ତ ପରମାନନ୍ଦ ନାମ ଭାବଗ୍ରାହୀ। ସ୍ଥାବର ଜଙ୍ଗମ କୀଟ ପତଙ୍ଗ ମଧ୍ୟରେ, ଶରୀର ପ୍ରାଣରେ ତୁହି ବସୁ ସର୍ଭଠାରେ। ନ ଜାଣିବା ଅପରାଧ ଯେବେ କଲି ମୁହିଁ, ଦାସ ଦୋଷ କ୍ଷମା କର ବ୍ରହ୍ମାଣ୍ଡ ଗୋସାଇଁ। କଂସର ଆଦେଶ ମାନି ମଥୁରାରେ ଥାଏ, ଯେତେବେଳେ ଜଇଁ ପେଶେ ତଇଁକି ମୁଁ ଯାଏ। ସେ କଂସ ଅସୁର ବଳେ ବଳିୟାନ ହେଲା, ମତ ଗରବରେ ଭଲ ମନ୍ଦ ନ ଜାଣିଲା। ଯେତେବେଳେ ଯେ ଆଦେଶ କରଇ ପ୍ରଦାନ, ମାନିବାକୁ ତାହା ବାଧେ ଯେଣୁ ତ ଅଧୀନ। ପୂତନା ସହିତେ ଯେତେ ଅସୁର ପେଶିଲା, କେ କାହିଁ ମଲେ ହଜିଲେ ବାରତା ନ ଗଲା। ତେଣୁ ଧନୁ ମହୋତ୍ସବ ଅଛିଟି ବିହାଇ, ତୁମ୍ଭକୁ ନେବାକୁ ମତେ ଦେଇଛି ପଠାଇ। ବୋଲିଛି ରାମକୃଷ୍ଣଙ୍କୁ ବହନ ଆଣିବୁ, ଏ ଲେଖାକୁ ନେଇ ନନ୍ଦ ହସ୍ତରେ ତୁ ଦେବୁ। ଧନୁଶ୍ଚବର କଥା ତାହାକୁ କହିଣ, ରାମକୃଷ୍ଣ ବେନି ଭାଇ ଆଣିବୁ ବହନ। ବିଶ୍ୱାସେ ମତେ ପେଶନ୍ତି କଂସ ନରସାଇଁ, କି କଥା କହିବି ଏଣେ ବୁଦ୍ଧି ଦିଶୁନାହିଁ। ଭୃତ୍ୟ ଭାବେ ସେବା କରି ଅଛି ନିରନ୍ତରେ, ରାଜଦ୍ରୋହୀ ହେବି ନିଶ୍ଚେ ତାଜ୍ଞା ଭାଙ୍ଗିଲେ। ପ୍ରଭୁର ଆଦେଶ ଯେବେ ସେବକ ମେଣ୍ଟଇ, ମାତା ପିତା ବାକ୍ୟ ଯେବେ ପୁତ୍ର ନ ପାଳଇ। ପତ୍ନୀ ଯେବେ ସ୍ୱାମୀ ଆଜ୍ଞା କରଇ ଟିଆନ, ଗୁରୁ ଆଜ୍ଞା ଶିଷ୍ୟ ଯେବେ କରଇ ଲଙ୍ଘନ। ବ୍ରାହ୍ମଣ ବୈଷ୍ଣବ ଅବା ଯୋଗୀ ବୟୋଜ୍ୟେଷ୍ଠ, ଏମାନଙ୍କ ଆଦେଶ ଯେ କରଇଟି ନଷ୍ଟ। ଯାହାଠାରୁ ଯେବା ଦିନେ ଅନ୍ନ ଖାଇଥାଇ, ସେ ଯାହା ବୋଇଲେ ତାହା ମେଣ୍ଟ ତ ନୁହଇ। ବେଦ ଶାସ୍ତ୍ର ପୁରାଣକୁ ମୁଖେ ଯେ ନିନ୍ଦଇ, ସୁଜନମାନଙ୍କୁ ଯେ କୁତ୍ସିତ କଥା କହି। ଅନୁକ୍ଷଣେ ପର ସଙ୍ଗେ ବାଦ ଯେଉ କରେ, ଗର୍ବ-ପଣ ଗୋଟେ ଯେଉ ବହେ ହୃଦୟରେ। ଅତିଥି ଦେଖିଲେ ଯେହୁ ଭର୍ତ୍ସନା କରନ୍ତି, ପରହିଂସା ପରକୁତ୍ସା କରଇ ଯେ ନୀତି। ପରଧନ ପର ନାରୀ କରେ ଯେ ହରଣ, ପରର ଅନିଷ୍ଟ ଚିନ୍ତା କରେ ଯେହୁ ପୁଣ। ଏମନ୍ତ ଜନ ହୁଅଇ ଦୁଃଖରେ ପୀଡ଼ିତ, ମରଣ କାଳରେ ବାନ୍ଧି ନିଏ ଯମଦୂତ। ଦରିଦ୍ର ହୁଅଇ ସେହୁ 7 ଜନ୍ମ ଯାଏ, ଯହିଁ ଗଲେ ତହିଁ ହୁଏ ତାର ଅପଚୟ। ସ୍ୱାମୀଠାରେ ନାରୀ ଯେବେ ଭକତି ନ କରେ, ବୈଧବ୍ୟ ଦୁଃଖ ଲଭସେ ଜନ୍ମା ଜନ୍ମାନ୍ତରେ। ତୀର୍ଥବ୍ରତ ଧର୍ମ କର୍ମ ସବୁ ତାର ନଷ୍ଟ, ହରି ଅଭକତ ଜନ ଭଗେ ନାନା କଷ୍ଟ। କୁମ୍ଭୀ ପାକେ ପଡ଼ି ନାନା ଯାତନା ଲଭଇ, କେବେ ହେଁ ଗତି ମୁକତି ତାହାରଟି ନାହିଁ। ତେଣୁ କରି କଂସ ଆଜ୍ଞା ଲାଙ୍ଘି ନ ପାରିଲି, ତାର ଲେଖା ଘେନି କରି ତପାସେ ଅଇଲି। ଖଡ଼ଗ ଉଞ୍ଚାଇ କ୍ରୋଧେ ହଇଲା ପ୍ରଚଣ୍ଡ, ବୋଇଲା ଆଜ୍ଞା ଲଙ୍ଘିଲେ
କାଟିବି ତ ମୁଣ୍ଡ। କଂସ କ୍ରୋଧ ଦେଖି ମୁଁ ଯେ ଭୟରେ ଆସିଲି, ଭାଗ୍ୟେ ବୃନ୍ଦାବନେ ତବ ପ୍ରବେଶ ହଇଲି। କଂସ ଲେଖା ଧରି ଆସି ଅଛି ଭାବଗ୍ରାହୀ, ଚିହ୍ନି ନ ପାରଇ ତତେ ବ୍ରହ୍ମାଣ୍ଡ ଗୋସାଇଁ। ସିଂହାବାଡ଼ି ହସ୍ତେ ଘେନି ପ୍ରଭୁ କାମପାଳ, ଚରାଉଛନ୍ତି ବାଛୁରୀ ହୋଇ ମୋତି ଫଳ। ଗୋପାଳ ଅଛନ୍ତି ଯେତେ ତବ ରୂପ ବହି, ମାଧବୀ ଲତାର ତଳେ କୃଷ୍ଣକ ଅଛଇ। ନିପମୂଳେ ଏକ କୃଷ୍ଣ ଦୀପ୍ତ ହେମକାନ୍ତି, ରାଧେ ରାଧେ ବୋଲି ବଂଶୀ ବଜାଉଅଛନ୍ତି। ଚିହ୍ନି ନ ପାରି ମୁଁ ତତେ ପଡ଼ିଛି ବିପଦେ, ଚିହ୍ନା ଦେଇ ନାଥ ମଧ ଜନ୍ମାଓ ମୋ ହୃଦେ। ମାୟା ଦର ଯେବେ ମାୟା କରିବୁ ମୋ ଠାରେ, ଚିହ୍ନି ନ ପାରିବି ମୁଁ ଫେରି ଗଲେ ମଧୁପୁରେ। ନିଶ୍ଚେ ଦୁଷ୍ଟ କଂସ ମୁଣ୍ଡ କାଟିବ ମୋହର, ହତ୍ୟାରେ କାରେଣୀ ତୁହି ହେବୁ ଚକ୍ରଧର। ପାପୀ ହସ୍ତେ ଦାସ ଯେବେ ମରେ ମହାବାହୁ, ଭକତ ବତ୍ସଳ ନାମ ରହିବ ତ କାହୁଁ। କଂସ ଦୂତ ବୋଲି ଯେବେ ଘୃଣା କରୁ ତୁହି, ଚକ୍ର ଦ୍ୱାରା ତୋର ମୁଣ୍ଡ ନ କାଟୁ କିମ୍ପାଇ। ଅର୍କୁର ଏମନ୍ତ ଭାବେ କାର୍ପଣ୍ୟ ଆଚରି, କର ଯୋଡ଼ି ବିନୟରେ ଅର୍ଦ୍ଧମୃତ ପରି। ଅର୍କୁର ମନକୁ ଜାଣି ପ୍ରଭୁ ଭାବଗ୍ରାହୀ, ବିଚାରନ୍ତି ଆସିଛି ଏ ମୋତେ ନେବା ପାଇଁ। ମାୟା କରି ଯେବେ ମୁହିଁ ନ ଦେବି ଦର୍ଶନ, ଜୀବନ ହାରିବ ନିଶ୍ଚେ ସଫଳାନନ୍ଦନ। ନ ଗଲେ ମୁଁ ମଧୁପୁରୀ ନ ମରିବ କଂସ, ଧରଣୀର ଭାରା କାହୁଁ ହେବ ବା ଉଶ୍ୱାସ। ସୁସ୍ଥରେ ରହିବେ କାହିଁ ଅମରେ ଅମର, ଆଜୀବନେ ପିତା ମାତା ଥିବେ କାରାଗାର। ପରମ ଭକତ ମୋର ସଫଳାନନ୍ଦନ, ଦେଖି ମୋ ଲାବଣ୍ୟ ରୂପ ତସୁ କରୁ ମନ। ଗୋପକୁ ପଠାଇ ଦେବି ନନ୍ଦ ଆଗେ କହୁ, କଂସର ଆଦେଶ ଗୋପ ନଗରେ ଜଣାଉ। ମୋ ନାମେ ରାଧା ମୁରଲି ଫୁଙ୍କେ ଘନ ଘନ, ମୁଁ ଗଲେ ଏକ୍ଷଣି ରାଧା ତେଜିବ ଜୀବନ। ତାକୁ ବଧ କରି ପଛେ ଗୋପପୁର ଯିବି, ସେ ମୋହର ପ୍ରେମ ପସରା ପରାଣ ବାନ୍ଧବି। ଏତେ ବୋଲି ମାଧବୀର ମୂଳେ ଭାବଗ୍ରାହୀ, ଆସହ ଅର୍କୁର ବୋଲି ମୁରଲି ବଜାଇ। ଧୀରେ ଧୀରେ ଗୋପୀନାଥ କରନ୍ତି ଗମନ, ରଥ ପରେ ଥାଇ ଦେଖେ ସଫଳାନନ୍ଦନ। ମନେ ମନେ ବିଚାରନ୍ତି ନିଶ୍ଚେ ଭଗବାନ, ଅନ୍ତର୍ଯ୍ୟାମୀ ପୁରୁଷ ହେ ଜାଣି ମୋର ମନ। ବଂଶୀ ସ୍ୱନେ ଡାକି ଡାକି କରନ୍ତି ଗମନ, ରଥ ପରେ ଥାଇ ଦେଖେ ସଫଳାନନ୍ଦନ। ପରମ ପୁରୁଷ ପ୍ରଭୁ ଦେବକୀ ନନ୍ଦନ, ନିଶ୍ଚୟ ହରିବ ହେଉ ଧରାର କଷଣ। ଏ ପାପ ନୟନ ଆଜ ପବିତ୍ର ହୋଇଲା, କେଉଁ ଜନ୍ମେ କେତେ ପାପ ଅବା କରିଥିଲା। ଏମନ୍ତ ବିଚାରି ରଥୁ ଓହ୍ଲାଇ ଅର୍କୁର, ହା ନାଥ ବୋଲିଣ ଲୋଟେ ଧରଣୀ ଉପର। ପୁଣ ପୁଣ ଉଠି ପାଦେ ପଡ଼ଇ ଅର୍କୁର, ବୋଇଲା ମୋ ପୂର୍ବ ଜନ୍ମ
ପାପ ହେଲା ଦୂର। ଜନମ ସଫଳ ହେଲା ତବ ପାଦ ଦେଖି, ପବିତ୍ର ହଇଲା ନେତ୍ର ଶ୍ରୀମୁଖ ନିରେଖି। ଜନ୍ମେ ଜନ୍ମେ ତୁମ୍ଭର ମୁଁ ଅଟେ ନିଜ ଦାସ, ମୋର ଅପରାଧ କ୍ଷମା କର ପିତବାସ। ଏତେ ବୋଲି ପାଦ ତଳେ ପଡ଼େ ପୁଣ ପୁଣ, ଅର୍କୁର ଭାବରେ ବସ ହୋଇ ନାରାୟଣ। କଳ କରି ଅର୍କୁରକୁ ବସାଇ ସଧୀରେ, ମନ୍ଦ ମନ୍ଦ ହସି ବାଣୀ ଭାସନ୍ତି ମଧୁରେ। ତୁମ୍ଭେ ମୋର ଗୁରୁଜନ ଅଟ ପୂଜନୀୟ, ତୁମ୍ଭ ବଂଶେ ଜନ୍ମ ମୋର ଅଟଇ ନିଶ୍ଚୟ। ତୁମ୍ଭେ ଜାତ ହେଲେ ମୁଁ ନିଶ୍ଚୟ ହୁଏ ଜାତ, ଏଥିରେ ସଂଶୟ କିଛି ନାହିଁଟି ହତାତ। ରାକ୍ଷସମାନେ ଜନମି ପ୍ରବଳ ହଇଲେ, ଦେବତାଏ ତାଙ୍କ ଯୋଗୁ କଷଣ ଲୋଭିଲେ। ତେଣୁ ସିନା ଜନମ ହୋଇଲି ଏଥେ ମୁହିଁ, ଦେବତାଙ୍କ ଆକୁଳ ମୁଁ ନ ପାରଇ ସହି। ତାହା କି ନ ଜାଣୁ ତୁହି ଭକତ ଅଗ୍ରଣୀ, ଏବେ କହ ପିତା ମାତାଙ୍କର ଶୁଭବାଣୀ। ଅଜା ଉଗ୍ରସେନ ବୁଢ଼ା ଅଛି କି କୁଶଳେ, ମଧୁନଗରକୁ ମାମୁଁ ପାଲେ ଟେକି ଭଲେ। ଭଲେ ଛନ୍ତି ଟିକି ମଧୁପୁର ପ୍ରଜାଗଣ, ମାମୁଁ ମୋର ସୁଖରେ ଛନ୍ତିଟି କହ ପୁଣ। ମାଈମାନେ କୁଶଳରେ ଛନ୍ତି ନା ମୋହର, ଯଦୁକୁଳବାସୀଙ୍କର କୁହ ହେ ଖବର। ପାତ୍ର ଅମାତ୍ୟ ଯେ ସୁଖେ ଅଛନ୍ତିଟି ରହି, ମୋ କଥାକୁ ମାଈଙ୍କ ମନେ ପଡ଼େ ନାହିଁ। ମାମୁଁଙ୍କର ଆଜ୍ଞା ତୁମ୍ଭେ ନ ପାର ହେ ଠାଳି, ତାର ଆଜ୍ଞା ଘେନି ତେଣୁ ଆସିଛ ଶଙ୍ଖଳି। ଏନ୍ତୁଡ଼ିଶାଳ ଶଙ୍ଖଳି ଆସିଲା ପୂତନା, ସ୍ତନପାନ କରୁ ତାର ଫାଟିଲା ମୂର୍ଦ୍ଧନା। ଷଣ୍ଡା ଯେ ଶକଟା ଆଦି ବକା ଅଘାସୁର, ଏମାନେ ଶଙ୍ଖଳି ମତେ ଗଲେ ଯମପୁର। କାଳିନ୍ଦୀ ହ୍ରଦରୁ ପଦ୍ମ ମତେ ତୋଳାଇଲେ, ସତେ ଭାର ପଦ୍ମ ମାଈ ଲାଗି ନେଇ ଗଲା।